ସମ୍ବଲପୁର ପାଖରେ ଗୋଟିଏ ଜଙ୍ଗଲ ଥିଲା। ସେହି ଜଙ୍ଗଲରେ ବହୁତ ପ୍ରାଣୀ ବାସ କରୁଥିଲେ। ଜଙ୍ଗଲର ରାଜା ସିଂହ ସବୁ ପଶୁମାନଙ୍କୁ ସ୍ୱାଧୀନ ଏବଂ ନିଜ ଇଚ୍ଛାରେ ବଞ୍ଚିବାର ଅଧିକାର ଦେଇଥିଲା। ତେଣୁ ଜଙ୍ଗଲର ସବୁ ପ୍ରାଣୀ ଖୁସିରେ ରହୁଥିଲେ। ଦିନକର କଥା, ଜଙ୍ଗଲରେ ପାଖ ଜଙ୍ଗଲରୁ ଗୋଟାଏ ହେଟା ବାଘ ଆସି ପହଞ୍ଚିଲା। ପ୍ରକୃତରେ ହେଟାର ପିଲାବେଳୁ ଗୋଟିଏ ଦାନ୍ତ ବାହାରକୁ ବାହାରି ରହୁଥିଲା। ତେଣୁ ତା ଜଙ୍ଗଲରେ ତା ସହ କେହି ମିଶୁନଥିଲେ। ସେ ବିଚରା କୌଣସି ସାଙ୍ଗସାଥୀ ନ ପାଇ ଜଙ୍ଗଲ ଛାଡ଼ି ଚାଲି ଆସିଲା। ହେଟାଟି ଜଙ୍ଗଲରେ ବୁଲିବା ବେଳେ ତାର ଗୋଟିଏ ହରିଣ ସହ ଦେଖାହେଲା। ମାଲୋ, ଏଇଟା କିଏ? ଏଇଟା ଆଉ କୋଉ ରାକ୍ଷସ ନୁହେଁ ତ? ଏଠୁ ଶୀଘ୍ର ପଳେଇବାଟା ଭଲ, ନହେଲେ ଇଏ ମତେ ଆଜି ମାରି ଖାଇଯିବ। ଆରେ ଇଏ କଣ? ଇଏ ମତେ ଏମିତି ଅନେଇଛି କାହିଁକି? ମୁଁ ବାହାର ଜଙ୍ଗଲରୁ ଆସିଛି ବୋଲି ଇଏ ଆଉ ଜାଣି ଦେଇନି ତ? ମତେ ତାକୁ ଯାଇ ବୁଝେଇବାକୁ ପଡ଼ିବ। ହେଟା ଯେମିତି ପାଦେ ଆଗେଇଛି, ହରିଣ ବହୁତ ଜୋରେ ଚିତ୍କାର କଲା। ହେଟା ଆଉ କିଛି ଉପାୟ ନ ପାଇ ହରିଣ ବେକକୁ ତା ମୁନିଆ ଦାନ୍ତରେ ମାଡ଼ି ବସିଲା। ବିଚରା ହରିଣ କଷ୍ଟ ସହି ନ ପାରି ସେଇଠି ପଡ଼ି ମରିଗଲା। ହରିଣର ମରିବା କଥା ଜଙ୍ଗଲରେ ବ୍ୟାପିଗଲା। ଧୀରେ ଧୀରେ କଥାଟା ସିଂହ କାନରେ ଯାଇ ପଡ଼ିଲା। ମହାରାଜ, ଆପଣ କିଛି ଗୋଟେ କରନ୍ତୁ। ହରିଣ ଭାଇ ମରିବା ଦିନରୁ ଜଙ୍ଗଲରେ କୋକୁଆ ଭୟ ବ୍ୟାପିଛି। ହଁ ବିଲୁଆ, ହେଲେ ମୁଁ ଗୋଟାଏ କଥା ବୁଝିପାରୁନି, ହରିଣକୁ କିଏ ମାରିଛି? ତା ବେକର ଦାଗ ଦେଖିଲେ ତ ମତେ କାହିଁ ଲାଗୁନି ଯେ କୋଉ ମାଂସାଶୀ ପ୍ରାଣୀ ତା ଉପରେ ଆକ୍ରମଣ କରିଛି। ଆଜ୍ଞା ମହାରାଜ, ମୁଁ ବି ସେଇଆ ଭାବୁଥିଲି। ହେଲେ ଆମେ ଏବେ କଣ କରିବା? ସେତିକି ବେଳେ ଗୋଟିଏ ଠେକୁଆ ତାର ମଲା ଛୁଆକୁ ଆଣି ସେଠି ପହଞ୍ଚିଲା। ମହାରାଜ, ମହାରାଜ। ହଁ, ଆରେ ଠେକୁଆ, କଣ ହେଇଛି? ତୁ ଏମିତି କାନ୍ଦୁଛୁ କାହିଁକି? ଆଉ 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 ଏ ଛୁଆଟା କାହାର? ମହାରାଜ, ମହାରାଜ, ଏ ମୋ ପୁଅ। ଆଜି ସକାଳେ ମୋ ପୁଅ ଚରିବାକୁ ନଈକୂଳକୁ ଯାଇଥିଲା। ମତେ କହି ଯାଇଥିଲା ଯେ ସେ ଆସିବ ବେଳେ ମୋ ପାଇଁ ଘାସ ଆଣି ଆସିବ। ହେଲେ ହେ ଭଗବାନ, କେମିତି ହେଲା ଏସବୁ? କହ, କିଏ କରିଛି ଏମିତି?